ଆମେ ଯେତେବେଳେ ଓଡ଼ିଶାର ପଞ୍ଚସଖାଙ୍କ କଥା ଭାବୁ, ସାଧାରଣତଃ ଆମ ମନକୁ ଗୋଟେ ଚିତ୍ର ଆସେ। ଶ୍ରୀଚୈତନ୍ୟ ପୁରୀ ଆସିଲେ ଏବଂ ତାପରେ ହଠାତ୍ ଗୋଟେ ବଡ଼ ଭକ୍ତି ଆନ୍ଦୋଳନ ଆରମ୍ଭ ହୋଇଗଲା। କିନ୍ତୁ ଯଦି ମୁଁ କହିବି ଯେ ଏହା ପୂରା କାହାଣୀର କେବଳ ଗୋଟିଏ ଛୋଟ ଅଧ୍ୟାୟ, ଆଜି ଆମର ମିଶନ ହେଉଛି ଏହି କାହାଣୀର ଗୁପ୍ତଚର ସାଜିବା। ଆମେ ସେହି ସୂତ୍ରଗୁଡ଼ିକୁ ଖୋଜିବା ଯାହା ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାର ମାଟି ତଳେ ଲୁଚି ରହିଥିଲା ଆଉ ପଞ୍ଚସଖାଙ୍କ ଭଳି ଏକ ବିରାଟ ଆଧ୍ୟାତ୍ମିକ ବିସ୍ଫୋରଣ ପାଇଁ ମଞ୍ଚ ପ୍ରସ୍ତୁତ କରୁଥିଲା। ହଁ, ଏଇଟା ବହୁତ ମଜାଦାର କଥା, କାରଣ ସତରେ ସାଧାରଣ ଧାରଣା ହେଉଛି ଯେ ଶ୍ରୀଚୈତନ୍ୟ ହିଁ ଓଡ଼ିଶାରେ ବୈଷ୍ଣବ ଧର୍ମର ମୂଳଦୁଆ ପକାଇଥିଲେ। କିନ୍ତୁ ଆମ ପାଖରେ ଥିବା ତଥ୍ୟ କହୁଛି ଯେ ଓଡ଼ିଶାର ଆଧ୍ୟାତ୍ମିକ କାହାଣୀ ତାଠାରୁ ବହୁତ ପୁରୁଣା, ବହୁତ ଗଭୀର ଆଉ ବହୁତ ଜଟିଳ। ଚୈତନ୍ୟଙ୍କ ଆଗମନ କଙ୍କନ୍ତି ଗୋଟେ ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି ଥିଲା, କିନ୍ତୁ ନିଆଁଟି ବହୁତ ଆଗରୁ ଜଳୁଥିଲା। ବାଃ, ଏଇଟା ତ ଆରମ୍ଭରୁ ହିଁ ରୋମାଞ୍ଚକର ଲାଗୁଛି। ତେବେ ଚାଲନ୍ତୁ ସମୟର ପଛକୁ ଯାଇ ସେଇ ନିଆଁର ପ୍ରଥମ ସ୍ଫୁଲିଙ୍ଗକୁ ଖୋଜିବା। ଚୈତନ୍ୟ ଓଡ଼ିଶା ଆସିବାର ପ୍ରାୟ 300 ବର୍ଷ ପୂର୍ବରୁ କ'ଣ ଚାଲିଥିଲା ଏଠି? 1200-1300 ଶତାବ୍ଦୀର ଓଡ଼ିଶା କେମିତି ଥିଲା? କଳ୍ପନା କରନ୍ତୁ, ସେତେବେଳର ଓଡ଼ିଶା କେବଳ ରାଜା ମହାରାଜାଙ୍କର ଏକ ରାଜ୍ୟ ନଥିଲା। ଏହା ଥିଲା ଆଧ୍ୟାତ୍ମିକତାର ଏକ ଜୀବନ୍ତ ପରୀକ୍ଷାଗାର। ଆଉ ଏହି ପରୀକ୍ଷାଗାରର କେନ୍ଦ୍ର ଥିଲେ ପ୍ରଭୁ ଜଗନ୍ନାଥ। ଆଜି ଆମେ ଜଗନ୍ନାଥଙ୍କୁ ଯେଉଁ ରୂପେ ଦେଖୁଛେ, ତାହା କେବଳ ମନ୍ଦିର ଭିତରର ଦେବତା ନୁହେଁ। ସେ ଥିଲେ ଓଡ଼ିଶାର ରାଜା, ସାଙ୍ଗ ଏବଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ରାଜା ନିଜକୁ ତାଙ୍କର ସେବକ ବା ରାଉତ ବୋଲି କହୁଥିଲେ। ଏହି ଭାବନା ଯେଉଁଠି ରାଜ୍ୟର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ନିଜକୁ ଠାକୁରଙ୍କର ସେବକ ବୋଲି ଭାବୁଛନ୍ତି, ଏହା ସମାଜକୁ ଏକ ଅଦ୍ଭୁତ ଏକତା ସୂତ୍ରରେ ବାନ୍ଧି ରଖିଥିଲା। ଏହା ଅନ୍ୟ ଅଞ୍ଚଳରେ ବିରଳ ଥିଲା। ଧର୍ମ କେବଳ ପୂଜାପାଠରେ ସୀମିତ ନଥିଲା, ଏହା ଶାସନ ଏବଂ ସମାଜର ମୂଳଦୁଆ ଥିଲା। ଆଉ ମୁଁ ଶୁଣିଛି ପୁରୀ ମନ୍ଦିରର ମୁକ୍ତି ମଣ୍ଡପ ବିଷୟରେ। ତାହା କ'ଣ କେବଳ ପଣ୍ଡିତଙ୍କର ବସିବା ଜାଗା ଥିଲା? ବିତର୍କ ହେଉଥିଲା। ପଣ୍ଡିତମାନେ ଭାରତର କୋଣ ଅନୁକୋଣରୁ ଆସି ନିଜ ନିଜର ମତ ରଖୁଥିଲେ। ଏହି ବୌଦ୍ଧିକ ମାହୋଲ ଓଡ଼ିଶାକୁ ଏକ ଏମିତି ସ୍ଥାନରେ ପରିଣତ କରିଥିଲା ଯେଉଁଠି ନୂଆ ଚିନ୍ତାଧାରାକୁ ସ୍ୱାଗତ କରାଯାଉଥିଲା, ପ୍ରଶ୍ନ ପଚରାଯାଉଥିଲା। ତେବେ ଗୋଟିଏ ପଟେ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏକ ସର୍ବସମାବେଶୀ ଭକ୍ତିଧାରା, ଅନ୍ୟପଟେ ମୁକ୍ତିମଣ୍ଡପରେ ଗଭୀର ବୌଦ୍ଧିକ ଚର୍ଚ୍ଚା। ଏହି ଶାନ୍ତ ସ୍ଥିର ପରିବେଶରେ ଏମିତି କ'ଣ ହେଲା ଯେ ଭକ୍ତିରେ ଏକ ନୂଆ ଲହର ସୃଷ୍ଟି ହେଲା? କେଉଁଠୁ ଆସିଲା ସେହି ସ୍ପାର୍କ? ଆଉ ସେଇଠି କାହାଣୀରେ ପ୍ରବେଶ କରୁଛନ୍ତି 1200 ଶତାବ୍ଦୀର ମହାନ କବି ସନ୍ଥ ଜୟଦେବ। ଏହି ବୌଦ୍ଧିକ ଭାବେ ଚାର୍ଜଡ ପରିବେଶ ଭିତରକୁ ସେ ଏକ ଏମିତି ଜିନିଷ ଆଣିଲେ ଯାହା ସବୁକିଛି ବଦଳାଇ ଦେଲା। ତାହା ଥିଲା ନିଚ୍ଛକ ପ୍ରେମ ଏବଂ ଆବେଗ। ତାଙ୍କର ଅମର କୃତି ଗୀତ ଗୋବିନ୍ଦ କେବଳ ଏକ କବିତା ନଥିଲା, ଏହା ଥିଲା ଏକ ଆଧ୍ୟାତ୍ମିକ ବିପ୍ଳବ। ଗୀତ ଗୋବିନ୍ଦ ବିଷୟରେ ଆମେ ସମସ୍ତେ ଶୁଣିଛେ, କିନ୍ତୁ ଏହାକୁ ବିପ୍ଳବ କାହିଁକି କୁହାଯିବ? ଏଥିରେ ଏମିତି କ'ଣ ଖାସ୍ ଥିଲା? କାରଣ ଏହା ଈଶ୍ୱରଙ୍କ ସହ ସମ୍ପର୍କର ପରିଭାଷାକୁ ବଦଳାଇ ଦେଲା। ସେ ପର୍ଯ୍ୟନ୍ତ ଈଶ୍ୱରଙ୍କ ପ୍ରତି ଭକ୍ତି ମୁଖ୍ୟତଃ ଭୟ, କର୍ତ୍ତବ୍ୟ କିମ୍ବା ଐଶ୍ୱର୍ଯ୍ୟ ଉପରେ ଆଧାରିତ ଥିଲା। କିନ୍ତୁ ଜୟଦେବ କୃଷ୍ଣ ଏବଂ ରାଧାଙ୍କ ପ୍ରେମ ମାଧ୍ୟମରେ ଦେଖାଇଲେ ଯେ ଭକ୍ତିର ସର୍ବୋଚ୍ଚ ସ୍ତର ହେଉଛି ମଧୁର, ଆବେଗପୂର୍ଣ୍ଣ ପ୍ରେମ। ଦେଖନ୍ତୁ, ଗୀତ ଗୋବିନ୍ଦ 3ଟି ବଡ଼ ପରିବର୍ତ୍ତନ ଆଣିଲା। ପ୍ରଥମତଃ, ଏହା ଶୃଙ୍ଗାର ବା ଏରୋଟିକ୍ ରହସ୍ୟବାଦକୁ ଆଧ୍ୟାତ୍ମିକତାର ମୁଖ୍ୟ ସ୍ରୋତରେ ସାମିଲ କଲା। ଦ୍ୱିତୀୟରେ, ଏହା ସଙ୍ଗୀତ ଓ ନୃତ୍ୟକୁ ଉପାସନାର ସର୍ବୋଚ୍ଚ ମାଧ୍ୟମ ଭାବରେ ସ୍ୱୀକୃତି ଦେଲା। ଆଉ ତୃତୀୟରେ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଏହା ରାଧାଙ୍କୁ ଭକ୍ତିର ଶ୍ରେଷ୍ଠ ପ୍ରତୀକ ଭାବରେ ସ୍ଥାପିତ କଲା, ଯିଏ ନିଜର ସବୁକିଛି ପ୍ରେମରେ ସମର୍ପଣ କରିଦେଇଛନ୍ତି। ଗୋଟେ ମିନିଟ୍ ରୁହନ୍ତୁ। ତେବେ ଆପଣ କହୁଛନ୍ତି ଯେ ରାଜା ନିଜେ ଗୀତ ଗୋବିନ୍ଦର ଏକ ସିକ୍ୱେଲ ବା ଦ୍ୱିତୀୟ ଭାଗ ଲେଖିଥିଲେ? ଏଇଟା ତ ଆଜିର ଦିନରେ କୌଣସି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଗୋଟେ ବ୍ଲକବଷ୍ଟର ଫିଲ୍ମର ଫ୍ୟାନ୍ ଫିକ୍ସନ ଲେଖିବା ଭଳି କଥା। ସେ ଏମିତି କାହିଁକି କଲେ? ହଁ, ଏ ତୁଳନାଟି ବେଶ୍ ମଜାଦାର, କିନ୍ତୁ ଏହା ପଛର କାରଣ ବହୁତ ଗଭୀର ଥିଲା। ରାଜା ପୁରୁଷୋତ୍ତମ ଦେବ ଅଭିନବ ଗୀତ ଗୋବିନ୍ଦ ଲେଖିବା କେବଳ ତାଙ୍କର ସାହିତ୍ୟିକ ରୁଚି ନଥିଲା, ଏହା ଏକ ରାଜନୈତିକ ଏବଂ ସାଂସ୍କୃତିକ ବାର୍ତ୍ତା ଥିଲା।
ଏହାଦ୍ୱାରା ସେ ଦେଖାଇବାକୁ ଚାହୁଁଥିଲେ ଯେ ରାଜସତ୍ତା ଏହି ନୂଆ ପ୍ରେମ ଭକ୍ତିର ଧାରାକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଏହି ରାଜକୀୟ ପୃଷ୍ଠପୋଷକତା ଯୋଗୁଁ ଗୀତ ଗୋବିନ୍ଦର ବାର୍ତ୍ତା କେବଳ ମନ୍ଦିର ବା ପଣ୍ଡିତଙ୍କ ମହଲରେ ସୀମିତ ନ ରହି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିଲା। ଏପରିକି ଏହା ପୁରୀ ମନ୍ଦିରର ନୀତିକାନ୍ତିର ଅଂଶ ପାଲଟିଗଲା। ଆଚ୍ଛା, ଏଇଟା ଗୋଟେ ବଡ଼ କଥା। କିନ୍ତୁ ଗୀତ ଗୋବିନ୍ଦ ତ ସଂସ୍କୃତରେ ଲେଖା ହେଇଥିଲା, ଯାହା ସେତେବେଳେ କେବଳ ପଣ୍ଡିତମାନେ ହିଁ ବୁଝୁଥିଲେ। ତେବେ ଏହି ପ୍ରେମ ଆଉ ଆବେଗର ବାର୍ତ୍ତା ସାଧାରଣ ଲୋକଙ୍କ ପାଖରେ ଗାଁ ଗହଳିରେ କେମିତି ପହଞ୍ଚିଲା? ଏଠି ଆସୁଛେ ଆମ କାହାଣୀର ପରବର୍ତ୍ତୀ ମୋଡ଼। ଜୟଦେବ ଯେଉଁ ରାସ୍ତା ଦେଖାଇଲେ, ସେହି ରାସ୍ତାରେ ଅନେକ ଓଡ଼ିଆ କବି ଚାଲିବା ଆରମ୍ଭ କଲେ। କିନ୍ତୁ ସେମାନେ ଗୋଟିଏ ବଡ଼ ପରିବର୍ତ୍ତନ କଲେ। ସେମାନେ ସଂସ୍କୃତ ବଦଳରେ ସାଧାରଣ ଲୋକଙ୍କ ଭାଷା ଓଡ଼ିଆରେ ଲେଖିବା ଆରମ୍ଭ କଲେ। ସେମାନେ କୃଷ୍ଣଙ୍କ ପ୍ରେମଲୀଳାକୁ ନେଇ ଛୋଟ ଛୋଟ ଗୀତି କବିତା ରଚନା କଲେ, ଯାହାକୁ ବାଲି କୁହାଯାଉଥିଲା। ବାଲି, ଏ ଶବ୍ଦଟା ମୁଁ ଆଗରୁ ଶୁଣିନି। ଏହାର ଅର୍ଥ କ'ଣ? ଏହା କି ପ୍ରକାର କବିତା ଥିଲା? ବାଲି ହେଉଛି ଏକ ପ୍ରକାରର ଛୋଟ, ଭାବପୂର୍ଣ୍ଣ ଗୀତି କବିତା, ଯାହାକୁ ସହଜରେ ଗୀତ ଆକାରରେ ଗାଇ ହେଉଥିଲା। ଏହାର ଭାଷା ଥିଲା ଏକଦମ ସରଳ, ଘରୋଇ। ଏହା ଜରିଆରେ ରାଧାକୃଷ୍ଣଙ୍କ ପ୍ରେମର ଜଟିଳ ଦାର୍ଶନିକ ତତ୍ତ୍ୱ ଗାଁର ଚାଷୀ, କାରିଗର, ସାଧାରଣ ମଣିଷ ପାଖରେ ପହଞ୍ଚି ପାରିଲା। ଏହାକୁ ଆପଣ ଏମିତି ବୁଝିପାରିବେ ସତେ ଯେମିତି କୌଣସି ଜଟିଳ ବୈଜ୍ଞାନିକ ତଥ୍ୟକୁ ଲାଟିନ୍ ଭାଷାରେ ଲେଖାଯାଇଥିବା ଏକ ରିସର୍ଚ୍ଚ ପେପରରୁ ନେଇ ତାକୁ ସରଳ ଭାଷାରେ ଏକ ଭାଇରାଲ ୟୁଟ୍ୟୁବ ଭିଡିଓରେ ବୁଝାଇ ଦିଆଗଲା। ଏହାର ପ୍ରଭାବ ଆଉ ପହଞ୍ଚ ବହୁତ ଅଧିକ ଥିଲା। ଦୀନକୃଷ୍ଣ, ଅଭିମନ୍ୟୁଙ୍କ ଭଳି ପରବର୍ତ୍ତୀ କବିମାନେ ଏହି ପରମ୍ପରାକୁ ଆହୁରି ଆଗକୁ ନେଇଗଲେ। ତେବେ ଆମେ ଦେଖୁଛୁ ଗୋଟିଏ ପରେ ଗୋଟିଏ ସ୍ତର ତିଆରି ହେଉଛି। ପ୍ରଥମେ ଜଗନ୍ନାଥ ସଂସ୍କୃତିର ମୂଳଦୁଆ, ତା ଉପରେ ଜୟଦେବଙ୍କ ପ୍ରେମଭକ୍ତିର ବିପ୍ଳବ, ଆଉ ତାପରେ ସେହି ଭାବନାକୁ ଓଡ଼ିଆ ଭାଷାରେ ଲୋକଙ୍କ ପାଖରେ ପହଞ୍ଚାଇବା। କିନ୍ତୁ ଏସବୁ ତ ସାହିତ୍ୟ ଆଉ ଦର୍ଶନର କଥା। ସେତେବେଳେ ସାଧାରଣ ଲୋକଙ୍କ ଜୀବନରେ ପ୍ରକୃତରେ କ'ଣ ଚାଲିଥିଲା? ସେମାନେ କ'ଣ ନିଜର ଧାର୍ମିକ ଜୀବନକୁ ନେଇ ଖୁସି ଥିଲେ? ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। କାରଣ 15ଶ ଶତାବ୍ଦୀର ଶେଷ ବେଳକୁ ଓଡ଼ିଆ ସମାଜରେ ଏକ ପ୍ରକାର ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଗୋଟିଏ ପଟେ ଏହି ସୁନ୍ଦର ଭକ୍ତି ସାହିତ୍ୟ ଥିଲା, କିନ୍ତୁ ଅନ୍ୟପଟେ ସମାଜରେ କଠୋର ଜାତିପ୍ରଥା, ବ୍ରାହ୍ମଣମାନଙ୍କର ଏକଛାଟିଆ ଆଧିପତ୍ୟ ଏବଂ ଜଟିଳ ଖର୍ଚ୍ଚବହୁଳ ପୂଜାବିଧି ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଥିଲା। ଧର୍ମ ଏକ ଯାନ୍ତ୍ରିକ କ୍ରିୟକାଣ୍ଡରେ ପରିଣତ ହେବାକୁ ଲାଗିଥିଲା, ଯେଉଁଠି ହୃଦୟର ଭାବନା ଅପେକ୍ଷା ନୀତି ନିୟମକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ମୁଁ ବୁଝିପାରୁଛି। ତେବେ ଲୋକମାନେ ପ୍ରକୃତରେ ଖୋଜୁଥିଲେ କ'ଣ? ସେମାନଙ୍କ ଭିତରେ କି ପ୍ରକାରର ଆଧ୍ୟାତ୍ମିକ ଶୂନ୍ୟତା ସୃଷ୍ଟି ହୋଇଥିଲା? ସେମାନେ ମୁଖ୍ୟତଃ 3ଟି ଜିନିଷ ଖୋଜୁଥିଲେ। ପ୍ରଥମତଃ, ସେମାନେ ଏକ ଏମିତି ଧାର୍ମିକ ପଥ ଚାହୁଁଥିଲେ ଯେଉଁଠି ବାହ୍ୟ ଆଡମ୍ବର ମାନେ କର୍ମକାଣ୍ଡ ଅପେକ୍ଷା ଆନ୍ତରିକ ଭକ୍ତି ଓ ସରଳ ବିଶ୍ୱାସକୁ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟରେ, ସେମାନେ ଜନ୍ମ ଆଧାରିତ ଉଚ୍ଚନୀଚ ଭେଦଭାବରୁ ମୁକ୍ତି ଚାହୁଁଥିଲେ, ଏକ ଏମିତି ସ୍ଥାନ ଯେଉଁଠି ସମସ୍ତେ ସମାନ। ଆଉ ତୃତୀୟରେ, ସେମାନେ ଈଶ୍ୱରଙ୍କୁ କେବଳ ପୂଜକଙ୍କ ମାଧ୍ୟମରେ ନୁହେଁ, ବରଂ ନିଜେ ସିଧାସଳଖ ଅନୁଭବ କରିବାକୁ ଚାହୁଁଥିଲେ। ଏହି ସାମାଜିକ ଏବଂ ଆଧ୍ୟାତ୍ମିକ ଶୂନ୍ୟତା ହିଁ ଏକ ନୂଆ ଆନ୍ଦୋଳନ ପାଇଁ ଉପଯୁକ୍ତ ପରିବେଶ ତିଆରି କରିସାରିଥିଲା। ତେବେ ଏହି ପରିବେଶରୁ କି ପ୍ରକାରର ସମାଧାନ ବାହାରିଲା? ଏହି ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ କି ପ୍ରକାରର ନୂଆ ଦର୍ଶନ ଜନ୍ମ ନେଲା? ଏହି ପରିବେଶରୁ ହିଁ ଜନ୍ମ ନେଲା ଏକ ସ୍ୱତନ୍ତ୍ର ଓଡ଼ିଆ ଦର୍ଶନ, ଯାହାକୁ ଆମେ ଉତ୍କଳୀୟ ବୈଷ୍ଣବବାଦ ବୋଲି କହିପାରିବା। ଏହାକୁ ଆପଣ ଓଡ଼ିଶାର ନିଜସ୍ୱ ଆଧ୍ୟାତ୍ମିକ ଅପରେଟିଂ ସିଷ୍ଟମ ବୋଲି ଭାବିପାରିବେ। ଏହାର ସବୁଠୁ ବଡ଼ ବିଶେଷତ୍ୱ ଥିଲା ଯେ ଏହା ପରସ୍ପର ବିରୋଧୀ ଲାଗୁଥିବା ଚିନ୍ତାଧାରାକୁ ଏକାଠି କରିପାରୁଥିଲା। ଆଧ୍ୟାତ୍ମିକ ଅପରେଟିଂ ସିଷ୍ଟମ, ଏଇଟା ବହୁତ ଭଲ ଲାଗିଲା ଶୁଣିବାକୁ। କିନ୍ତୁ ଏହା ଅନ୍ୟ ବୈଷ୍ଣବ ପରମ୍ପରାଠାରୁ କେମିତି ଅଲଗା ଥିଲା? କ'ଣ ଥିଲା ଏହାର ଖାସିୟତ? ଏହାର 3ଟି ମୁଖ୍ୟ ଖାସିୟତ ଥିଲା। ପ୍ରଥମତଃ, ଏଥିରେ ସଗୁଣ ମାନେ ସାକାର ଏବଂ ନିର୍ଗୁଣ ମାନେ ନିରାକାର ଉପାସନାର ଏକ ଅଦ୍ଭୁତ ସମନ୍ୱୟ ଥିଲା। ଆଚ୍ଛା, ଈଶ୍ୱରଙ୍କର ରୂପ ଅଛି ଏବଂ ସେହି ଈଶ୍ୱର ହିଁ ନିରାକାର, ଶୂନ୍ୟ। ଏ ଦୁଇଟି ଧାରଣା ଏକଠି। ଏକଦମ। ଏହା ଏକ ବଡ଼ ଦାର୍ଶନିକ ସଫଳତା ଥିଲା। ଦ୍ୱିତୀୟରେ, ଏହା କେବଳ ଭକ୍ତି ଉପରେ କେନ୍ଦ୍ରିତ ନଥିଲା।
ଏହା ଗୋଟେ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପ୍ୟାକେଜ୍ ଥିଲା ଯେଉଁଥିରେ ଈଶ୍ୱରଙ୍କ ପ୍ରତି ପ୍ରେମ ଭକ୍ତି ସହିତ ଯୋଗୀର ମାନସିକ ଅନୁଶାସନ ଯୋଗ ପଣ୍ଡିତର ଦାର୍ଶନିକ ଜ୍ଞାନ ବେଦାନ୍ତ ଏବଂ ତାନ୍ତ୍ରିକର ଶରୀର ତତ୍ତ୍ୱ ତନ୍ତ୍ର ମିଶି ରହିଥିଲା ଆଉ ତୃତୀୟରେ ଏହି ସମସ୍ତ ଗଭୀର ତତ୍ତ୍ୱକୁ ସଂସ୍କୃତରେ ନୁହେଁ ବରଂ ସରଳ ଓଡ଼ିଆ ଭାଷାରେ ଲୋକଙ୍କ ପାଖରେ ପହଞ୍ଚାଯାଉଥିଲା। ବାଃ! ତେବେ ଆମେ ଯେଉଁଠୁ ଆରମ୍ଭ କରିଥିଲେ ସେହି ରହସ୍ୟର ସମାଧାନ ପାଖାପାଖି ପହଞ୍ଚିଗଲଣି। ଆମେ ସେହି ସବୁ ସୂତ୍ରକୁ ଯୋଡ଼ି ପାରୁଛି। ଗୋଟିଏ ସମୃଦ୍ଧ ଜଗନ୍ନାଥ ସଂସ୍କୃତି ଜୟଦେବଙ୍କ ପ୍ରେମ ଭକ୍ତି ଓଡ଼ିଆ ଭାଷାର ଲୋକପ୍ରିୟତା ଏବଂ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ଏସବୁ ମିଶି ଏକ ମଞ୍ଚ ପ୍ରସ୍ତୁତ କରିସାରିଥିଲା। ଏକଦମ ଠିକ୍। ମଞ୍ଚ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା। ଦର୍ଶକ ଅପେକ୍ଷା କରିଥିଲେ। କେବଳ ଅଭିନେତାଙ୍କ ପ୍ରବେଶ ବାକି ଥିଲା। ଆଉ ସେହି ଅଭିନେତାମାନେ ହିଁ ଥିଲେ ସେହି ମହାପୁରୁଷମାନେ ଯେଉଁମାନଙ୍କୁ ଆମେ ପରେ ପଞ୍ଚସଖା ନାମରେ ଜାଣିଲେ। ସେମାନେ ଏକାଠି ହେବା ପୂର୍ବରୁ ଏହି ସାଧାରଣ ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ଏକାଠି ହୋଇସାରିଥିଲେ। ସେହି ଦୃଷ୍ଟିକୋଣ ଥିଲା ରାଧାକୃଷ୍ଣଙ୍କ ପ୍ରତି ପ୍ରେମ ସାମାଜିକ ସମାନତା ଏବଂ ଓଡ଼ିଆ ଭାଷାରେ ଜ୍ଞାନର ପ୍ରସାର। ସେମାନେ କେବଳ ସନ୍ଥ ନଥିଲେ ସେମାନେ ଥିଲେ ସେହି ସମୟର ସବୁଠୁ ବଡ଼ ସମାଜ ସଂସ୍କାରକ। ଏହା ହିଁ ସେହି ମୋଡ଼ ଯେଉଁଠାରେ ଇତିହାସର ସମସ୍ତ ସୂତ୍ର ଗୋଟିଏ ବିନ୍ଦୁରେ ମିଶିଯାଉଛି। ଶତାବ୍ଦୀ ଶତାବ୍ଦୀର ପ୍ରସ୍ତୁତି ପରେ ଓଡ଼ିଶାର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରିଚୟକୁ ସବୁଦିନ ପାଇଁ ବଦଳାଇ ଦେବାକୁ କିଛି ମହାପୁରୁଷ ଏକାଠି ହେବାକୁ ଯାଉଛନ୍ତି। ହଁ, କିନ୍ତୁ ଏଇଠି ହିଁ ସବୁଠାରୁ ବଡ଼ ପ୍ରଶ୍ନଟି ଉଠୁଛି। ଆମେ ଜାଣିଲେ ଯେ ଏହି ମହାନ ଆନ୍ଦୋଳନର ମୂଳଦୁଆ କୌଣସି ଗୋଟିଏ ଘଟଣାରୁ ନୁହେଁ ବରଂ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା କବିତା ଦର୍ଶନ ଏବଂ ସାମାଜିକ ଆକାଂକ୍ଷାରୁ ପ୍ରସ୍ତୁତ ହୋଇଥିଲା। କିନ୍ତୁ ପ୍ରଶ୍ନ ହେଉଛି ଭିନ୍ନ ଭିନ୍ନ ପୃଷ୍ଠଭୂମିରୁ ଆସିଥିବା 5 ଜଣ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ବଳରାମ ଜଗନ୍ନାଥ ଯଶୋବନ୍ତ ଅନନ୍ତ ଅଚ୍ୟୁତ କିପରି ଏବଂ କାହିଁକି ଏକାଠି ହେଲେ? କେଉଁ ଶକ୍ତି ସେମାନଙ୍କୁ ଏକାଠି ଆଣି ପଞ୍ଚସଖା ନାମକ ଏକ ଅଭେଦ୍ୟ ଆଧ୍ୟାତ୍ମିକ ଶକ୍ତିରେ ପରିଣତ କଲା? ସେହି ସାମୂହିକ ଆନ୍ଦୋଳନକୁ ପ୍ରଜ୍ୱଳିତ କରିଥିବା ସେହି ଶେଷ ସ୍ଫୁଲିଙ୍ଗଟି ପ୍ରକୃତରେ କ'ଣ ଥିଲା? କଳ୍ପନା କରନ୍ତୁ ଥରେ ପଞ୍ଚଦଶ ଶତାବ୍ଦୀର ଓଡ଼ିଶା। ହଁ, ମାନେ ଏକ ଏମିତି ସମୟ ଯେତେବେଳେ ଧର୍ମ ଆଉ ଜ୍ଞାନ ସବୁ ଯେମିତି ସଂସ୍କୃତର ଗୋଟେ କଠିନ ଦୁର୍ଗ ଭିତରେ ବନ୍ଦୀ ହୋଇ ରହିଥିଲା। ହଁ, ଆଉ ସାଧାରଣ ମଣିଷ ପାଇଁ ସେ ଦୁର୍ଗର କାନ୍ଥ ଡେଇଁବା ସହଜ ନଥିଲା। ଏକଦମ। ତା ପାଇଁ ଭଗବାନଙ୍କ ପାଖରେ ପହଞ୍ଚିବାର ରାସ୍ତାଟା କହିଲେ କର୍ମକାଣ୍ଡ ଜାତିପ୍ରଥା ଆଉ ପଣ୍ଡିତମାନଙ୍କର ଜଟିଳ ବ୍ୟାଖ୍ୟାର ଗୋଟେ ଘଞ୍ଚ ଜଙ୍ଗଲ ଭଳି ଥିଲା। ସେମାନେ ଖୋଜୁଥିଲେ ଗୋଟେ ସରଳ ନିଜସ୍ୱ ରାସ୍ତା। ଆଉ ଠିକ୍ ସେତିକିବେଳେ ଯେମିତି ଆକାଶରେ ଏକା ସାଙ୍ଗରେ 5ଟା ସୂର୍ଯ୍ୟ ଉଇଁଗଲେ ସେମିତି 5 ଜଣ ସାଧୁ କବିଙ୍କର ଆବିର୍ଭାବ ହେଲା। ସେମାନେ ଖାଲି 5 ଜଣ ବନ୍ଧୁ ନଥିଲେ ସେମାନେ ଥିଲେ ଗୋଟେ ଆଧ୍ୟାତ୍ମିକ ଭୂମିକମ୍ପ। ଆଜି ଆମେ ସେହି ପଞ୍ଚସଖାଙ୍କ ବିଷୟରେ ହିଁ ଗଭୀର ଭାବେ ଆଲୋଚନା କରିବାକୁ ଯାଉଛୁ। ଆମ ପାଖରେ ଥିବା ଦ ପଞ୍ଚସଖା ଆର୍କିଟେକ୍ଟସ୍ ଅଫ୍ ଉତ୍କଳିଆ ବୈଷ୍ଣବିଜମ୍ ଶୀର୍ଷକର ଉତ୍ସକୁ ଆଧାର କରି ଆମେ ବୁଝିବାକୁ ଚେଷ୍ଟା କରିବା ମାନେ ଏହି 5 ଜଣଙ୍କର ମିଳିତ ଶକ୍ତି କେମିତି ଓଡ଼ିଶାର ଆତ୍ମାକୁ ସବୁଦିନ ପାଇଁ ବଦଳାଇ ଦେଲା। ଆଉ ଆପଣ ଯେଉଁ ମିଳିତ ଶକ୍ତି କଥା କହିଲେ ସେଇ ଶବ୍ଦଟା ଏଠି ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନଙ୍କର ପ୍ରକୃତ ଶକ୍ତି ସେମାନଙ୍କର ଅଲଗା ଅଲଗା ପ୍ରତିଭାରେ ନଥିଲା ବରଂ ଥିଲା ସେମାନଙ୍କର ସେଇ ଅଭେଦ୍ୟ ଏକତାରେ। ଆଚ୍ଛା। ହଁ, ସେମାନେ ଏକାଠି ମିଶି ଏକ ଏମିତି ଆନ୍ଦୋଳନ ତିଆରି କରିଥିଲେ ଯାହାକୁ ଏକାକୀ କରିବା କାହା ପକ୍ଷେ ସମ୍ଭବ ହିଁ ନଥିଲା। ତେବେ ଚାଲନ୍ତୁ ସେଇଠୁ ହିଁ ଆରମ୍ଭ କରିବା। ପଞ୍ଚସଖା ମାନେ 5 ଜଣ ବନ୍ଧୁ। ନାଁଟା ଶୁଣିବାକୁ ବହୁତ ସରଳ। ବଳରାମ ଦାସ ଜଗନ୍ନାଥ ଦାସ ଅଚ୍ୟୁତାନନ୍ଦ ଦାସ ଯଶୋବନ୍ତ ଦାସ ଆଉ ଶିଶୁ ଅନନ୍ତ ଦାସ। କିନ୍ତୁ ପ୍ରଶ୍ନ ହେଉଛି ତାଙ୍କୁ କେବଳ ସଖା ବା ବନ୍ଧୁ କାହିଁକି କୁହାଗଲା? ଗୁରୁ ଶିଷ୍ୟ ପରମ୍ପରା ତ ଥିଲା, ସେମିତି କିଛି କାହିଁକି ନୁହେଁ? ଏଇଟା ହିଁ ତ ଥିଲା ସେମାନଙ୍କର ବିପ୍ଳବର ପ୍ରଥମ ପାଦ। ଦେଖନ୍ତୁ ସେ ସମୟର ସମାଜକୁ ଟିକେ ଦେଖନ୍ତୁ। ସବୁକିଛି ପଦବୀ ଜାତି ଓ ଶ୍ରେଷ୍ଠତା ଉପରେ ଚାଲୁଥିଲା। ହଁ, କିଏ ବଡ଼ ବ୍ରାହ୍ମଣ କିଏ ଛୋଟ ସେୟା କିଏ ଗୁରୁ କିଏ ଶିଷ୍ୟ ଏ ଭେଦଭାବ ସବୁଠି ଥିଲା। ଏମିତି ଗୋଟେ ପରିସ୍ଥିତିରେ 5 ଜଣ ମହାଜ୍ଞାନୀ ଏକାଠି ହୋଇ ନିଜକୁ ସଖା ବା ସମାନ ସ୍ତରର ବନ୍ଧୁ ବୋଲି କହିବା ଏହା ଏକ ବହୁତ ବଡ଼ ସାମାଜିକ ବାର୍ତ୍ତା ଥିଲା। ମାନେ ସେମାନେ କହୁଥିଲେ ଯେ ଆଧ୍ୟାତ୍ମିକତାର ରାସ୍ତାରେ କେହି ବଡ଼ କି ସାନ ନୁହେଁ। ଏକଦମ ସମସ୍ତେ ସମାନ। ତେଣୁ ସେମାନଙ୍କର ବନ୍ଧୁତାଟା କେବଳ ବ୍ୟକ୍ତିଗତ ନଥିଲା ଏହା ଥିଲା ତାଙ୍କ ଦର୍ଶନର ଗୋଟେ ଜୀବନ୍ତ ପ୍ରତିଫଳନ।
ତେବେ ତାଙ୍କ ବନ୍ଧୁତା ହିଁ ତାଙ୍କ ଦର୍ଶନର ମୂଳଦୁଆ ଥିଲା। ଆଉ ସେହି ଦର୍ଶନର ଗୋଟେ ସ୍ୱତନ୍ତ୍ର ନାଁ ବି ଥିଲା, ଉତ୍କଳୀୟ ବୈଷ୍ଣବବାଦ। ଆମ ଉତ୍ସ କହୁଛି ଏହା ଅନ୍ୟ ବୈଷ୍ଣବ ପରମ୍ପରାଠାରୁ ବହୁତ ଅଲଗା ଥିଲା। କ'ଣ ଥିଲା ଏହାର ବିଶେଷତ୍ୱ? ହଁ, ଏହାର ଅନେକ ବିଶେଷତ୍ୱ ଥିଲା, କିନ୍ତୁ ସବୁଠୁ ବଡ଼ ଆଉ ବୈପ୍ଳବିକ ବିଶେଷତ୍ୱ ଥିଲା ଭାଷା। ଭାଷା। ହଁ, ଭାଷା। ସେମାନେ ଜ୍ଞାନର ଦୁର୍ଗ ଭିତରେ ବନ୍ଦୀଥିବା ସଂସ୍କୃତକୁ ଛାଡ଼ିଦେଲେ। ସେମାନେ ସାଧାରଣ ଲୋକଙ୍କ କଥିତ ଓଡ଼ିଆ ଭାଷାରେ ଗୀତ, ପୁରାଣ, ତତ୍ତ୍ୱ ସବୁ ଲେଖିଲେ। ଆଉ ଏଟା କେବଳ ସୁବିଧା ପାଇଁ ନଥିଲା, ଏଟା ଗୋଟେ ଚେତାବନୀ ଥିଲା। ଚେତାବନୀ କେମିତି? ସେମାନେ ଘୋଷଣା କରୁଥିଲେ ଯେ ମୋକ୍ଷ ପାଇବା ପାଇଁ ବା ଭଗବାନଙ୍କୁ ଜାଣିବା ପାଇଁ ସଂସ୍କୃତର ପାଣ୍ଡିତ୍ୟ ଜମା ଜରୁରୀ ନୁହେଁ। ଆପଣଙ୍କର ମାତୃଭାଷା, ଆପଣଙ୍କର ଦୈନନ୍ଦିନ ଭାଷା ହିଁ ଭଗବାନଙ୍କ ପାଖରେ ପହଞ୍ଚିବାର ସବୁଠୁ ଭଲ ମାଧ୍ୟମ। ଏହା ଥିଲା ପ୍ରକୃତରେ ଜ୍ଞାନର ଗଣତନ୍ତ୍ରୀକରଣ। ଆଉ ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ନା? ଯେତେବେଳେ ପଣ୍ଡିତମାନେ ସଂସ୍କୃତ ରାମାୟଣକୁ ନିଜର ସମ୍ପତ୍ତି ଭାବୁଥିଲେ, ସେତେବେଳେ ସେ ଓଡ଼ିଶାର ଗାଁ ଦାଣ୍ଡିରେ ବସି ଲୋକଙ୍କ ଭାଷାରେ ରାମଙ୍କ କଥା କହୁଥିଲେ। କେତେ ବଡ଼ ସାହସର କାମ ହୋଇଥିବ ସତରେ? ନିଶ୍ଚିତ ଭାବରେ। ଆଉ ଦ୍ୱିତୀୟ ବିଶେଷତ୍ୱ ଥିଲା ସେମାନଙ୍କ ଦର୍ଶନର ମିଶ୍ରଣ। ସେମାନେ କୌଣସି ଗୋଟିଏ କଠୋର ନିୟମରେ ବାନ୍ଧି ହୋଇ ନଥିଲେ। ଆଚ୍ଛା। ତାଙ୍କ ଦର୍ଶନରେ ରାଧାକୃଷ୍ଣଙ୍କ ପ୍ରେମ ଭକ୍ତି ଥିଲା, ପୁଣି ତା ସହିତ ଭଗବାନଙ୍କ ନିରାକାର ନିର୍ଗୁଣ ସ୍ୱରୂପର ଉପାସନା ବି ଥିଲା। ଏଥିରେ ବେଦାନ୍ତର ଗଭୀର ଜ୍ଞାନ ଥିଲା, ପୁଣି ଯୋଗ ଆଉ ତନ୍ତ୍ରର ରହସ୍ୟମୟ ସାଧନା ମଧ୍ୟ ଥିଲା। ମାନେ ଗୋଟେ କମ୍ପ୍ଲିଟ୍ ପ୍ୟାକେଜ୍ ଭଳି। ହଁ, ସେମାନେ ଧର୍ମକୁ ଏକ ସମ୍ପୂର୍ଣ୍ଣ ପ୍ୟାକେଜ ଭାବରେ ଦେଖୁଥିଲେ, ଯେଉଁଥିରେ ମଣିଷ ନିଜ ଶରୀର, ମନ, ଆତ୍ମା ସବୁକିଛିକୁ ନେଇ ସାଧନା କରିପାରିବ। ମୋତେ ସବୁଠୁ ଆଶ୍ଚର୍ଯ୍ୟ ଲାଗେ ଯେ ସେମାନେ କେବଳ ଭକ୍ତି କଥା କହୁନଥିଲେ। ତାଙ୍କ ଲେଖାରେ ଯୋଗ, ତନ୍ତ୍ର, ଏପରିକି ଶରୀର ଭିତରର ବ୍ରହ୍ମାଣ୍ଡ କଥା ବି ଥିଲା। ଏତେ ସବୁ ଜିନିଷର ମିଶ୍ରଣ ସେ ସମୟରେ କେମିତି ସମ୍ଭବ ହେଲା? ଏହା ତ ପ୍ରତିଷ୍ଠିତ ଧାର୍ମିକ ପରମ୍ପରାର ପୁରା ବିରୁଦ୍ଧରେ ଯାଉଥିଲା। କାରଣ ସେମାନେ ମନ୍ଦିର କିମ୍ବା ପୋଥି ଭିତରେ ଈଶ୍ୱରଙ୍କୁ ଖୋଜୁ ନଥିଲେ। ସେମାନେ ମଣିଷ ଶରୀର ଭିତରେ ହିଁ ପୁରା ବ୍ରହ୍ମାଣ୍ଡକୁ ଦେଖୁଥିଲେ। ପିଣ୍ଡେ ବ୍ରହ୍ମାଣ୍ଡ। ସେମାନଙ୍କ ପାଇଁ ପିଣ୍ଡେରେ ହିଁ ବ୍ରହ୍ମାଣ୍ଡ ଥିଲା। ଆଉ ଏଇ ସମସ୍ତ ଦର୍ଶନର କେନ୍ଦ୍ରରେ ଥିଲେ ଜଣେ ମହାପ୍ରଭୁ ଜଗନ୍ନାଥ। ହଁ, ଏଥି କଥାଟା ଆହୁରି ମଜେଦାର ହୋଇଯାଉଛି। କିନ୍ତୁ ଗୋଟେ କଥା, ସେତେବେଳେ ଜଗନ୍ନାଥ ତ ମୁଖ୍ୟତଃ ରାଜା, ଗଜପତି ଆଉ ପୁରୀର ପଣ୍ଡିତମାନଙ୍କ ଦ୍ୱାରା ନିୟନ୍ତ୍ରିତ ଥିଲେ ନା? ମନ୍ଦିରର ନୀତିକାନ୍ତି ବହୁତ କଠୋର ଥିଲା। ତେବେ ଏଇ ପଞ୍ଚସଖାମାନେ କିପରି ଜଗନ୍ନାଥଙ୍କୁ ନିଜ ଦର୍ଶନର କେନ୍ଦ୍ରରେ ରଖିଲେ? ଏଥିରେ କିଛି ବିରୋଧାଭାସ ନଥିଲା କି? ବହୁତ ଭଲ ପ୍ରଶ୍ନଟେ। ଆଉ ସେଇଠି ହିଁ ତ ସେମାନଙ୍କର ପ୍ରକୃତ ବୁଦ୍ଧିମତା ଆଉ ବୈଶିଷ୍ଟ୍ୟ ଲୁଚି ରହିଛି। ସେମାନେ ମନ୍ଦିରର କର୍ମକାଣ୍ଡ ଭିତରେ ଥିବା ଜଗନ୍ନାଥଙ୍କୁ ନୁହେଁ, ବରଂ ଲୋକଙ୍କ ହୃଦୟରେ ଥିବା ଚଳନ୍ତି ବିଷ୍ଣୁ ଜଗନ୍ନାଥଙ୍କୁ ପୂଜା କରୁଥିଲେ। ଆଚ୍ଛା। ସେମାନେ ଜଗନ୍ନାଥଙ୍କର ଗୋଟେ ନୂଆ ପରିଭାଷା ତିଆରି କଲେ। ତାଙ୍କ ପାଇଁ ଜଗନ୍ନାଥ କେବଳ ପୁରୀର ପଥର ମୂର୍ତ୍ତିରେ ସୀମିତ ନଥିଲେ। ସେ ଥିଲେ ପୁରା ବ୍ରହ୍ମାଣ୍ଡର ପ୍ରତୀକ। ସେ ଥିଲେ ଶୂନ୍ୟ ପୁରୁଷ, ନିରାକାର ପରମ ବ୍ରହ୍ମ। ଆଉ ଏଥିରେ ସବୁଠୁ ବଡ଼ ଭୂମିକା ତ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଥିଲା। ଏକଦମ। ସେଇଟା କେବଳ ଗୋଟେ ଗ୍ରନ୍ଥ ନଥିଲା, ସେଇଟା ପ୍ରତି ଓଡ଼ିଆ ଘରକୁ ଜଗନ୍ନାଥଙ୍କୁ ନେଇଯିବାର ଗୋଟେ ମାଧ୍ୟମ ଥିଲା। ଲୋକମାନେ ପ୍ରଥମ ଥର ପାଇଁ ନିଜ ଭାଷାରେ ଭଗବାନଙ୍କର ଲୀଳାକୁ ବୁଝିଲେ, ଅନୁଭବ କଲେ। ମାନେ ସେମାନେ ଶାସକ ବର୍ଗର ପ୍ରତୀକକୁ ହିଁ ନେଇ ତାକୁ ସାଧାରଣ ଜନତାର ପ୍ରତୀକରେ ବଦଳାଇ ଦେଲେ। ବାଃ, ଚମତ୍କାର ରଣନୀତି ଥିଲା। ଆଚ୍ଛା, ଏବେ ଏଠି ଆଉ ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଓଡ଼ିଶାରେ ବୈଷ୍ଣବ ଧର୍ମ କଥା ଉଠିଲେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ନାଁ ଆଗ ଆସେ। ତେବେ ପଞ୍ଚସଖା ଆଉ ଚୈତନ୍ୟଙ୍କ ଭିତରେ ସମ୍ପର୍କ କ'ଣ ଥିଲା? ଏଇଟା ଏକ ଜଟିଳ ଆଉ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦେଖନ୍ତୁ, ଉତ୍ସ ଅନୁସାରେ ଏକଥା ସ୍ପଷ୍ଟ ଯେ ପଞ୍ଚସଖାଙ୍କର ଦର୍ଶନର ମୂଳଦୁଆ ଚୈତନ୍ୟଙ୍କର ଓଡ଼ିଶା ଆସିବା ଆଗରୁ ହିଁ ଥିଲା। ଆଗରୁ ଥିଲା? ହଁ, ସେମାନଙ୍କର ପରମ୍ପରାକୁ ଜ୍ଞାନମିଶ୍ରା ଭକ୍ତି କୁହାଯାଏ। ମାନେ ଏଥିରେ ଜ୍ଞାନ, ଯୋଗ ଆଉ ଭକ୍ତିର ସମନ୍ୱୟ ଥିଲା। ଚୈତନ୍ୟଙ୍କର ଆଗମନ ପରେ ଓଡ଼ିଶାରେ ଶୁଦ୍ଧା ଭକ୍ତି ବା ପ୍ରେମ ଭକ୍ତିର ଗୋଟେ ପ୍ରବଳ ଲହର ଆସିଲା। କିନ୍ତୁ କିଛି ତ ଆଦାନ ପ୍ରଦାନ ହୋଇଥିବ ନିଶ୍ଚୟ। ହଁ, ନିଶ୍ଚୟ ହୋଇଥିଲା। ସେମାନେ ପରସ୍ପରକୁ ସମ୍ମାନ କରୁଥିଲେ, କିନ୍ତୁ ପଞ୍ଚସଖା କେବେ ବି ନିଜର ମୌଳିକ ପରିଚୟକୁ ଛାଡ଼ି ନଥିଲେ, ଯେଉଁଥିରେ ଯୋଗ ଆଉ ନିର୍ଗୁଣ ଉପାସନାର ସ୍ଥାନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଉତ୍କଳୀୟ ବୈଷ୍ଣବବାଦ ନିଜର ସ୍ୱତନ୍ତ୍ରତା ବଜାୟ ରଖିଥିଲା। ଠିକ୍ ଅଛି। ତେବେ ଏସବୁର ସାରାଂଶ କ'ଣ? ଯଦି ଆମେ ସେମାନଙ୍କର ଉତ୍ତରାଧିକାରକୁ ଦେଖିବା, ତେବେ ଓଡ଼ିଶା ଉପରେ ସେମାନଙ୍କର ସବୁଠାରୁ ବଡ଼ ପ୍ରଭାବ କ'ଣ ଥିଲା? ସେମାନଙ୍କର ପ୍ରଭାବ ତ ବହୁମୁଖୀ।
ଧାର୍ମିକ ସ୍ତରରେ କହିଲେ ସେମାନେ ଧର୍ମକୁ ସାଧାରଣ ଲୋକଙ୍କ ପାଇଁ ସହଜ କରିଦେଲେ। ସାହିତ୍ୟିକ ସ୍ତରରେ ସେମାନେ ଓଡ଼ିଆ ଭାଷାକୁ ଗୋଟେ ନୂଆ ସମ୍ମାନ ଦେଲେ। ଆଉ ସାମାଜିକ ସ୍ତରରେ? ଆଉ ସାମାଜିକ ସ୍ତରରେ ସେମାନେ ନିଜ ବନ୍ଧୁତା ଆଉ ଦର୍ଶନ ମାଧ୍ୟମରେ ଜାତି ପ୍ରଥା ବିରୁଦ୍ଧରେ ଏକ ନୀରବ ବିପ୍ଳବ ଆଣିଥିଲେ। ସେମାନଙ୍କ କାମ ଖାଲି ଗୋଟେ ଧାର୍ମିକ ସୁଧାର ନଥିଲା, ଏହା ଏକ ସାମାଜିକ, ସାଂସ୍କୃତିକ ଆଉ ସାହିତ୍ୟିକ ପୁନର୍ଜାଗରଣ ଥିଲା। ଆଉ ଏହି ଆନ୍ଦୋଳନରେ ରହସ୍ୟର ବି ଗୋଟେ ସ୍ପର୍ଶ ଥିଲା, ନୁହେଁ କି? ମୁଁ ଅଚ୍ୟୁତାନନ୍ଦ ଦାସ ଆଉ ତାଙ୍କର ଭବିଷ୍ୟତବାଣୀ ମାଳିକା ବିଷୟରେ ଶୁଣିଛି। ହଁ, ଏହା ପଞ୍ଚସଖା ପରମ୍ପରାର ସବୁଠାରୁ ରହସ୍ୟମୟ ଦିଗ। ଅଚ୍ୟୁତାନନ୍ଦ ଦାସ ଜଣେ ତ୍ରିକାଳଦର୍ଶୀ ଥିଲେ ବୋଲି ବିଶ୍ୱାସ କରାଯାଏ। ଆଚ୍ଛା। ସେ ତାଙ୍କ ମାଳିକା ଗ୍ରନ୍ଥରେ ଭବିଷ୍ୟତରେ ଘଟିବାକୁ ଥିବା ଅନେକ ଘଟଣା ବିଷୟରେ ଲେଖିଯାଇଛନ୍ତି। ଏଇଟା ତାଙ୍କର ଯୋଗ ଆଉ ଜ୍ଞାନମାର୍ଗର ଗଭୀରତାକୁ ଦେଖାଏ। ସେମାନେ କେବଳ ଭକ୍ତ ନଥିଲେ, ସେମାନେ ଯୋଗୀ ଆଉ ଦାର୍ଶନିକ ବି ଥିଲେ। ଆଉ ଏହି ମାଳିକା ଆଜି ବି ଓଡ଼ିଶାର ଲୋକଙ୍କ ମନରେ କୌତୂହଳ ସୃଷ୍ଟି କରେ। ତେବେ ଆଜିର ଆଲୋଚନାରୁ ଏକଥା ସ୍ପଷ୍ଟ ଯେ ପଞ୍ଚସଖା କେବଳ 5 ଜଣ ସାଧୁ ନଥିଲେ। ସେମାନେ ଥିଲେ ଏକ ସାମୂହିକ ଆଧ୍ୟାତ୍ମିକ ଶକ୍ତି, ଗୋଟେ ସୁନାମି ଯାହା ଓଡ଼ିଶାର ଧାର୍ମିକ ଆଉ ସାମାଜିକ ଭୂମିକୁ ସବୁଦିନ ପାଇଁ ବଦଳାଇ ଦେଲା। ସେମାନେ ଜ୍ଞାନର ଦୁର୍ଗକୁ ଭାଙ୍ଗିଲେ, ସାଧାରଣ ଲୋକଙ୍କ ଭାଷାକୁ ସମ୍ମାନ ଦେଲେ, ଆଉ ଜଗନ୍ନାଥଙ୍କୁ ମନ୍ଦିରରୁ ବାହାର କରି ପ୍ରତିଟି ଓଡ଼ିଆର ହୃଦୟରେ ସ୍ଥାପିତ କଲେ। ଆମେ ଏପର୍ଯ୍ୟନ୍ତ ସେହି ସୁନାମିକୁ ଦୂରରୁ ଦେଖିଛେ, ତାର ସାମୂହିକ ଶକ୍ତିକୁ ବୁଝିଛେ। କିନ୍ତୁ ଏଠି ଗୋଟେ କଥା ବିଚାର କରିବାର ଅଛି। ପ୍ରତିଟି ସୁନାମି ଅସଂଖ୍ୟ ଜଳତରଙ୍ଗର ମିଶ୍ରଣରେ ହିଁ ତିଆରି ହୁଏ। ଠିକ୍। ତେଣୁ ସେହି ସୁନାମିର ପ୍ରକୃତ ଶକ୍ତିକୁ ବୁଝିବାକୁ ହେଲେ ଆମକୁ ପ୍ରତିଟି ତରଙ୍ଗକୁ ଅଲଗା ଅଲଗା ଭାବରେ ଦେଖିବାକୁ ପଡ଼ିବ। ଆଉ ଏହି 5 ଜଣ, ସେ ଆଧ୍ୟାତ୍ମିକ ସୁନାମିର 5ଟି ସବୁଠାରୁ ଶକ୍ତିଶାଳୀ ତରଙ୍ଗ ଥିଲେ। ଆମେ ଜାଣିଛୁ ସେମାନେ ଏକାଠି କ'ଣ କଲେ, କିନ୍ତୁ ଏବେ ପ୍ରଶ୍ନ ଉଠୁଛି ସେମାନଙ୍କର ନିଜସ୍ୱ କାହାଣୀ କ'ଣ ଥିଲା? କେଉଁ କଥା ବଳରାମ ଦାସଙ୍କୁ ଏତେ ବିଦ୍ରୋହୀ କରିଥିଲା? ଜଗନ୍ନାଥ ଦାସ କିପରି ପ୍ରତି ଓଡ଼ିଆ ଘରର ସ୍ୱର ପାଲଟିଗଲେ? ଆଉ ଅଚ୍ୟୁତାନନ୍ଦ ଦାସ ଭବିଷ୍ୟତର ସେହି ରହସ୍ୟମୟ ପର୍ଦ୍ଦାକୁ କିପରି ଦେଖିପାରିଲେ? ସେମାନଙ୍କର ବ୍ୟକ୍ତିଗତ ଯାତ୍ରାକୁ ନ ବୁଝିଲେ ସେମାନଙ୍କର ମିଳିତ ଆନ୍ଦୋଳନର କାହାଣୀ ଅଧୁରା ରହିଯିବ। ଆମର ପରବର୍ତ୍ତୀ ଆଲୋଚନା ସେହି ରହସ୍ୟମୟ ତରଙ୍ଗମାନଙ୍କର ଗଭୀରତାରୁ ହିଁ ଆରମ୍ଭ ହେବ।